ରାଜରାଣୀ ଉପାଖ୍ୟାନ ଯୋଉଟା ରାଜରାଣୀ ଉପାଖ୍ୟାନର ଲେଖକ ହେଉଛନ୍ତି ନାରାୟଣ ସାଉଙ୍କର। ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ କୋଶ୍ଚିନ୍ ଏଇଟା ଆମର ରାଜରାଣୀ ଉପାଖ୍ୟାନ ନାଟକର ଜଣେ କିନ୍ନର ଜୀବନର ଚିତ୍ରଣ କର ବା ତାଙ୍କର କରୁଣ ଚିତ୍ର ଦର୍ଶନ କର ଗୋଟେ ପ୍ରଶ୍ନ ଆସେ। +3 4th ସେମିଷ୍ଟର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ସମସ୍ତେ ବହୁତ ଇମ୍ପୋର୍ଟାଣ୍ଟ ଏ ଭିଡ଼ିଓଟି ଦେଖିବେ, ଲାଷ୍ଟକୁ ଦେଖିବେ ଆପଣଙ୍କର ବହୁତ ହେଲ୍ପଫୁଲ୍ ହେଇପାରିବ। ତ ଚାଲନ୍ତୁ ଭିଡ଼ିଓକୁ ଫଟାଫଟ ଷ୍ଟାର୍ଟ କରିବା। ତା ପୂର୍ବରୁ ସମସ୍ତେ ଚ୍ୟାନେଲକୁ ନ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତ ଦେଖ, ନାଟ୍ୟକାର ନାରାୟଣ ସାଉ ଓଡ଼ିଆ ନାଟ୍ୟ ସାହିତ୍ୟର ଜଣେ ପ୍ରତିଷ୍ଠିତ ପ୍ରତିଭା। ଓଡ଼ିଆ ନାଟକର ଆଙ୍ଗିକ ଓ ଆତ୍ମିକର ସେ ବହୁ ପରୀକ୍ଷା ନିରୀକ୍ଷା କରି ସଫଳତା ଲାଭ କରିଛନ୍ତି। ଆଶ୍ରା ଖୋଜି ବୁଲୁଥିବା ଈଶ୍ୱର, ତାମସୀ ତୃଷ୍ଣା, କାହାଣୀ ସବା ଶେଷ ଲୋକର, ଶିଥିଳ ଦୁକୁଳ ପ୍ରଭୃତି ବହୁ ନାଟକରେ ସେ ସ୍ରଷ୍ଟା ମଧ୍ୟ ଅଛନ୍ତି। ସେ ତାର ଯାତ୍ରା ଆରମ୍ଭ କରେ ଅନ୍ୟର ଭାଗ୍ୟ ନିର୍ମାଣ କରିବା ପାଇଁ। ନିଜକୁ ସେ ତିଳ ତିଳ କରି ଜାଳେ ଅନ୍ୟକୁ ଟିକିଏ ଆଳୁଅ ଦେବା ପାଇଁ। କୂଳ ଲଘି ବହିଯାଉଥିବା ସେ ଏକ ଭରା ନେଇ ଯିଏ ସୃଷ୍ଟି କରିପାରେ ସତେକ ସବୁଜ ପୃଥିବୀ। ସ୍ନେହ, ମମତା, ତ୍ୟାଗ, ପ୍ରେମ ଓ ମୈତ୍ରୀ ପ୍ରଭୃତି ମହନୀୟ ଗୁଣରେ ସେ ପରିପୂର୍ଣ୍ଣ। ସେ ଏକ ଦେହ ନୁହେଁ, ଘୃଣ୍ୟ ବସ୍ତୁ ନୁହେଁ, ଭାଗ୍ୟ କ୍ରୀଡ଼ା ନୁହେଁ, ବରଂ ଏକ ବ୍ୟକ୍ତିତ୍ୱ। ତ ଏଠାରେ ନାରାୟଣ ସାଉଙ୍କର ଯେଉଁ ଲେଖକ ହେଉଛନ୍ତି ନାରାୟଣ ସାଉଙ୍କର, ତାଙ୍କ ବିଷୟରେ ମାନେ ବହୁତ ଗୁଡ଼ାଏ ତାଙ୍କର ଲେଖକ ନାଟକ ଲେଖିଛନ୍ତି, ବୁଝିପାରିଲେ। ତ ତାଙ୍କ ବିଷୟରେ ଟିକେ ଇଣ୍ଟ୍ରୋଡକ୍ସନ୍ ଦେବେ। ତ ଭାଗ୍ୟ କ୍ରୀଡ଼ା ନୁହେଁ ବରଂ ଏକ ବ୍ୟକ୍ତିତ୍ୱ ବୋଲି କୁହାଯାଉଛି। ତ ଅସ୍ତିତ୍ୱ ଏବଂ ସର୍ବୋପରି ଲିଙ୍ଗଗତ ବୈଷମ୍ୟର ଉଦ୍ଗୀର ଥିବା ମାନବୀୟ ଏକତ୍ର ମାର୍ମିକ ଉଚ୍ଚାରଣ ଦିବ୍ୟତାର ଏକ ସୀମାହୀନ ରେଖା। କିନ୍ତୁ ରୂଢ଼ିବାଦୀ ସମାଜ ବ୍ୟବସ୍ଥା ତାର ସମ୍ମାନ ସ୍ୱାଧୀନତାକୁ ଖର୍ବ ଓ ବିକଳାଙ୍ଗ କରିଦିଏ। କେତେ ଯେ ନିର୍ଯାତନା ଅପମାନ ତାକୁ ଭୋଗିବାକୁ ପଡ଼େ। ତ ଯେଉଁ ନାରାୟଣ ସାଉ ଗୋଟେ କିନ୍ନରର ଜୀବନ ବିଷୟରେ ଆଲୋଚନା କରୁଛନ୍ତି, ବହୁତ ବଢ଼ିଆ ସେ ମାନେ ନାଟକଟି ଲେଖିଛନ୍ତି। ଏଭଳି ଏକ ସଂଘର୍ଷପୂର୍ଣ୍ଣ ଜୀବନ ହେଉଛି ଋତୁର। ସିଏ ଭୂମିଷ୍ଠ ହୋଇଥିଲା ଋତୁରାଜ ହୋଇ, କିନ୍ତୁ ସମସ୍ତଙ୍କର ଅଜାଣତରେ ତା ଭିତରେ ପଲ୍ଲବିତ ହେଉଥିଲା ଋତୁରାଣୀ। ତ କାୟା ପ୍ରେମର ଫଲ୍ଗୁଟିଏ ଅବିରତ ତା ଅନ୍ତରରେ ବହିଯାଉଥିଲା। ବିଜୟକୁ ଭଲ ପାଇ ସେ ବାହା ହେଲା। ମା ନ ହୋଇ ମଧ୍ୟ ସେ ସୋନୁ, ଗୁଡୁ ଓ ନିଗମ ଓ ନରେନମାନଙ୍କୁ ମମତାର ପଣତକାନିରେ ବାନ୍ଧି ଦେଇପାରେ। ତ ଉଜୁଡ଼ି ଯାଇଥିବା ଗୋଟିଏ ସଂସାରକୁ ପୁଣି ଥରେ ସଜାଡ଼ି ଦିଏ ତିନୋଟି ପରିବାରର କର୍ଣ୍ଣେଲ। ତ ତାଙ୍କ କର୍ଣ୍ଣେଲ ନବୀନ, ବିଜୟ, ସୁନିତା। ତ ଭିତର ସମ୍ପର୍କରେ ସେତୁଟିଏ ତିଆରି କରେ। ଏଥିପାଇଁ ତାକୁ ଘାତର ସମ୍ମୁଖୀନ ହେବାକୁ ପଡ଼େ। ଏହିଭଳି ଏକ ବାସ୍ତବ କାହାଣୀକୁ ଆଧାର କରି ବିଶିଷ୍ଟ ଓଡ଼ିଆ ନାଟ୍ୟକାର ନାରାୟଣ ସାଉ ରାଜରାଣୀ ଉପାଖ୍ୟାନ ନାଟକର ପରିକଳ୍ପନା କରିଛନ୍ତି। ତ ଏଇଟା ବହୁତ ବଢ଼ିଆ ସୁନ୍ଦର ଯେଉଁ ନାଟକ, ମାନେ ଏ ଯେଉଁ ନାଟ୍ୟକାର ହେଉଛନ୍ତି ନାରାୟଣ ସାଉ ଲେଖିଛନ୍ତି। ଗୋଟେ କିନ୍ନର ମାନେ ଯେଉଁ ରଙ୍ଗ କହିପାରିବା ଆମେ, କିନ୍ନରର ଜୀବନକୁ କେତେ ସୁନ୍ଦର ଭାବରେ ଏଠାରେ ବର୍ଣ୍ଣନା କରୁଛନ୍ତି। ତାଙ୍କର ଜୀବନ, ତାଙ୍କର ବଞ୍ଚିବାର ଶୈଳୀ, ସେମାନେ କେମିତି ମାନେ ସମାଜରେ ବଞ୍ଚିକି ରହୁଛନ୍ତି, ତାଙ୍କ ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି। ତ ଏଇ କୋଶ୍ଚିନ୍ଟି ଗ୍ୟାରେଣ୍ଟି ଆସେ, ପିଲା ଲଙ୍ଗ କୋଶ୍ଚିନ୍ ଆସେ। ତାଙ୍କର ଚରିତ୍ର ବିଷୟରେ ଆଲୋଚନା କର। ତ କ'ଣ କହୁଛନ୍ତି, ଆମର ତଥାକଥିତ ସମାଜ ବ୍ୟବସ୍ଥାରେ ଜଣେ କିନ୍ନରରୁ କେତେ ଯେ ଯାତନା ଭୋଗିବାକୁ ହୁଏ। ସମାଜ ଓ ସଂସ୍କୃତିର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେହି ସଂଘର୍ଷର ଗାଥା ଏଥିରେ ପ୍ରତିଫଳିତ। ଏହା ବ୍ୟତୀତ ଆଉ କେତୋଟି ନୂତନ କଥନିକା ମଧ୍ୟ ନିର୍ମାଣ କରିଛନ୍ତି। ତ ପରବର୍ତ୍ତୀ ନାଟ୍ୟକାର ଏଇ ନାଟକରେ ସୋନୁ ଓ ନିଗମର ପ୍ରେମ କାହାଣୀ, ସୁନିତାର ପାରିବାରିକ ଦୁଃସ୍ଥିତି, ନବୀନ ଓ ଋତୁର ମାନସିକ ଦ୍ୱନ୍ଦ୍ୱ ଇତ୍ୟାଦି। ଏହି ନାଟକରେ ଏକ ମହତ୍ତ୍ୱ ବାର୍ତ୍ତା ଅଛି। ଲିଙ୍ଗଗତ ବିଚାରର ଊର୍ଦ୍ଧ୍ୱରେ ମାନବିକତା ହେଉଛି ଶ୍ରେଷ୍ଠ ଉପଲବ୍ଧି। ଏହି ମାନବିକତା ସହିତ ସ୍ନେହ ଓ ପ୍ରେମର ଉତ୍ତରଣ ଘଟିଲେ ମଣିଷ ସମସ୍ତଙ୍କ ହୃଦୟ କିଣିପାରେ। ତ କ'ଣ କୁହାଯାଇଛି, ଲାବଣ୍ୟ ଥିଏଟର ପ୍ରଯୋଜନାରେ ତାରିଖ 10/2/2023 ଦିନ ଭଞ୍ଜକଳା ମଣ୍ଡପରେ ରାଜରାଣୀ ଉପାଖ୍ୟାନ ନାଟକଟି ମଞ୍ଚସ୍ଥ ହୋଇଥିଲା। ମନେ ରଖିବେ, କେଉଁ ଥିଏଟରରେ? ଲାବଣ୍ୟ ଥିଏଟରରେ। ତ ଜେନା ନିର୍ଦ୍ଦେଶନାରେ ଏହି ନାଟକର କଥାବସ୍ତୁ, ଚରିତ୍ର, ସଂଳାପ, ଘଟଣାର ସଂଯୋଜନା
ଚାତୁରୀ ଏବଂ ତାର ଆବେଦନ ଏତେ ବଳିଷ୍ଠ ଯେ ଶେଷ ପର୍ଯ୍ୟନ୍ତ ଏହା ଦର୍ଶକମାନଙ୍କୁ ବାନ୍ଧି ରଖିବ। ଏହାର ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟ ଖୁବ୍ ତୀବ୍ର। ଦର୍ଶକଙ୍କୁ ମନେ ହେବ ଯେ ତାର ନିଜସ୍ୱ ପୃଥିବୀ ଆଖପାଖରେ ଏମିତି ଘଟଣା ସବୁ ଘଟିଛି। ସାମାଜିକ ସମସ୍ୟାର ବିଶ୍ଳେଷଣ, ତାର ଗଣସୂତ୍ର ନିର୍ଣ୍ଣୟ ଓ ସମାଧାନର ମାର୍ଗ ତିଆରି କରିବା ହେଉଛି ନାଟ୍ୟକାର ଶ୍ରୀ ସାହୁଙ୍କର ପ୍ରାୟ ନାଟକର ମୁଖ୍ୟ ଉଦ୍ଦେଶ୍ୟ। ଏହି ନାଟକରେ ମଧ୍ୟ ଆମେ ତାହା ଲକ୍ଷ୍ୟ କରିପାରିବା। 15ଟି ଦୃଶ୍ୟରେ ନାଟକଟି ପରିକଳ୍ପିତ ହୋଇଛି। ତ ପ୍ରାରମ୍ଭରୁ ଅଛି ଉପକ୍ରମଣିକା ବୈଷ୍ଣବ ପାଣିଙ୍କର ରଚିତ। କାଞ୍ଚି କାବେରୀର ଗୀତାଭିନୟ କରୁଛନ୍ତି ଋତୁ ଏବଂ ପ୍ରଦୀପ। ତ ଶବରୀ ଓ ଶବର ଚରିତ୍ରରେ ଲୋକ ଉପାଖ୍ୟାନର ପ୍ରୟୋଗ ସାମ୍ପ୍ରତିକ ଓଡ଼ିଆ ନାଟ୍ୟକାରମାନଙ୍କର ଏକ ବଳିଷ୍ଠ ଦିଗ। ପାରମ୍ପରିକତା ସହିତ ପରୀକ୍ଷାଧର୍ମିତାର ସମନ୍ୱୟ ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ନାଟ୍ୟକାର ଆଲୋଚ୍ୟ ନାଟକର ଉପକ୍ରମଣିକାରେ ଏହାର ଆଭାସ ଦେଇଛନ୍ତି। ପ୍ରକୃତରେ ଏହି ନାଟକଟି ଆମ ଚଳନ୍ତି ସମୟର ଇସ୍ତାହାର। ବୁଝିପାରିଲେ? ପରବର୍ତ୍ତୀ ଦେଖନ୍ତୁ ସେ କ'ଣ ଲେଖିଛନ୍ତି, ତାଙ୍କ ବିଷୟରେ ଆମେ ଜାଣିବା ଇମ୍ପୋର୍ଟାଣ୍ଟ। ତ ସମୟ ଆଜି ବିବର୍ତ୍ତିତ। ମଣିଷ ମଙ୍ଗଳ ଗ୍ରହରେ ଜମି ବିକି ସାରିଲାଣି। ଗୋଟିଏ ପଟେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ବିଶ୍ୱ ବ୍ରହ୍ମାଣ୍ଡ ଜୟ କରିବା ପାଇଁ ପଦପରିକର ଅପପକ୍ଷେ ଏକ ରୂଢ଼ିବାଣୀ ବିଚାରେ ବିକେକାନ୍ଦ ହୋଇଯାଇଛି। ଏହି ବିଚାରର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଲୋଚ୍ୟ ନାଟକର କର୍ଣ୍ଣେଲ ନବୀନ ପଟ୍ଟନାୟକ ଚରିତ୍ର। ତ ଏଇ ଚରିତ୍ର ନବୀନ ଯିଏ ହେଉଛନ୍ତି ଋତୁରାଣୀଙ୍କର ପିତା ହେଲା। ତ ତାଙ୍କ ସନ୍ତାନ ଋତୁରାଜ ଯିଏକି ଋତୁରାଣୀ ହେଇଛନ୍ତି ହେଲା। ଋତୁରାଣୀରେ ପରିବର୍ତ୍ତିତ ମାନେ ଋତୁରାଜ ସେତେବେଳେ ଥିଲେ, କିନ୍ତୁ ଏବେ ପରିବର୍ତ୍ତିତ ହୋଇକି ଋତୁରାଣୀ ହେଇଛନ୍ତି, ମାନେ ଗୋଟେ କିନ୍ନରରେ ପରିବର୍ତ୍ତିତ ହୋଇଛନ୍ତି। ତ ଏଇଟା କ'ଣ ହେଉଛି, ସେ ପରିବର୍ତ୍ତିତ ହେବା ଘଟଣାକୁ ସହଜେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ବାପା ଏଠାରେ ସହଜେ ଗ୍ରହଣ କରିପାରୁନାହାନ୍ତି ହେଲା, ଯେହେତୁ ସେ କିନ୍ନରରେ ଅବସ୍ଥାରେ ମାନେ ପରିବର୍ତ୍ତିତ ହୋଇଛନ୍ତି। ସେ ଋତୁକୁ ହିଞ୍ଜଡ଼ା ଓ ମାଇଚିଆ କହି ଆକ୍ଷେପ କରିଛନ୍ତି। ତଥାପି ଋତୁ ଅବିଚଳିତ ଧୈର୍ଯ୍ୟର ସହିତ ଆଗେଇ ଚାଲିଛି। ନିଜ ଇଚ୍ଛା ମୁତାବକ ଜୀବନଟିଏ ବଞ୍ଚିବା ପାଇଁ ସେ ସଂଗ୍ରାମ ଜାରି ରଖିଛି। ତ ପିଲା ଦେଖନ୍ତୁ, ମାନେ ପ୍ରାୟ ଏଇଭଳିଆ ମାନେ ଜଣେ ବି ଅଛନ୍ତି ସମାଜରେ, ଏମିତି ବି ଅଛନ୍ତି କିନ୍ନର, ମାନେ ସେମାନେ ପୁରୁଷ କିନ୍ତୁ ସେମାନେ ତାଙ୍କର ଚାଲିଚଳନ, ତାଙ୍କର ବ୍ୟବହାର ଟିକେ କ'ଣ ମାନେ ଝିଅ ପିଲାମାନଙ୍କ ଭଳିଆ। ତ ଏଇଭଳିଆ ଦେଖନ୍ତୁ, ଏଇ ଯେଉଁ ହେବାର କାରଣ ସେଇଟା ମାନେ ଯିଏ ମାନେ ତାଙ୍କର ସମାଜରେ ଯିଏ ମାନେ ତାଡ଼ନା କରୁଛି, ମାନେ ସମାଜରେ ଘୃଣା ଅବସ୍ଥାରେ ଦେଖୁଛନ୍ତି, ଏହା କରିବା ମାନେ ଭୁଲ ପିଲେ। କିନ୍ତୁ ତାଙ୍କ ବାପା ଯିଏକି ନବୀନ, ତାଙ୍କୁ ଏଇଟା ମାନେ ଏକ୍ସପେକ୍ଟ କରୁନାହାନ୍ତି ପିଲେ। ବୁଝିପାରିଲେ? ଦେଖ, ସେ ସଂଗ୍ରାମର ଜାରି ରଖିଛି। ପରିଶେଷରେ ସେ ବିଜୟର ସ୍ୱାଦ ଚାଖିଛି। କର୍ଣ୍ଣେଲ ନବୀନଙ୍କର ମଧ୍ୟ ବିଚାରଗତ ପରିବର୍ତ୍ତନ ଘଟିଛି। ତ ଋତୁ ମିଲିଟାରୀ ଅଫିସର ନବୀନ ବାବୁଙ୍କ ଏକମାତ୍ର ପୁତ୍ର। ସେ ପୁଅଟିଏ ହୋଇ ଜନ୍ମଗ୍ରହଣ କରିଛି ସିନା, କିନ୍ତୁ ପ୍ରତିନିୟତ ଅନୁଭବ କରୁଛି ତା ଭିତରେ ଝିଅ ଅଛି ହେଲା, ତା ଭିତରେ ଝିଅ ଅଛି। ତ ପରବର୍ତ୍ତୀ ଦେଖିବା, ତ ନାରୀ ବେଶରେ ନିଜକୁ ସଜାଉଛି। ମାନେ ଯେଉଁ କିନ୍ନର କଥା କୁହାଯାଇଛି, ନାରୀ ବେଶରେ ସେ ନିଜକୁ ସଜାଉଛି ମଧ୍ୟ। ଆଇନା ସାମ୍ନାରେ ସେ ମେକଅପ୍ ନେଉଛି। ବ୍ଲାଉଜ ଭିତରୁ ଚିଠି କାଢ଼ି ଲୁଚି କ'ଣ ବର ପଢ଼ୁଛି ହେଲା। ତାର ଏଭଳି ବା ଏଇ ଢଙ୍ଗ ବା ଏଇ ଭାବଭଙ୍ଗୀ ଦେଖି ନବୀନ ବାବୁ ରାଗରେ ଅଗ୍ନି ଶର୍ମା ବା ତା ଫ୍ରକ୍ ସାଲୱାର ଓ କ'ଣ କମିଜ ସବୁତକ ନିଆଁରେ ଲଗେଇ ଦେଇଛନ୍ତି। ତାଙ୍କ ବାପା ଏଠାରେ ଏଇ କାର୍ଯ୍ୟ କରିଦେଇଛନ୍ତି ହେଲା। ତ ପରବର୍ତ୍ତୀ କ'ଣ ହେଇଛି, ଋତୁ ଯେତେ ଥର ମାନେ ଦୃଢ଼ ସ୍ୱରରେ କହିଛି ମୁଁ ଋତୁରାଜ ନୁହେଁ, ଋତୁରାଣୀ, ତା କଥା କେହି ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି। ଶେଷରେ ଋତୁର ଜୀବନରେ ବିଜୟ ଆସିଛି। ମୋ ଦୁହିଁଙ୍କ ଭିତରେ ବିଶୁଦ୍ଧ ଲଢ଼ିବା ପଣର ସ୍ରୋତ ବହି ଯାଉଛି। ତ ବିଜୟ ଋତୁର ମାନେ ତାଙ୍କ ବାପା ଯିଏକି ବିଜୟ ଋତୁର ଅନ୍ତରାତ୍ମକ ସ୍ୱରକୁ ଶୁଣିପାରୁଛି।
ତାର ଭରସା ହୋଇ ଠିଆ ହୋଇଛି। ତାକୁ ବୁଝାଉଛି ପୃଥିବୀର ସମସ୍ତଙ୍କର ସମାନ ଅଧିକାର ଅଛି ହେଲା। ଏଇଟା ଆକ୍ଚୁଆଲି ଠିକ୍ କଥା। ମାନେ ସମାଜରେ ଯେହେତୁ ସମସ୍ତେ ସମାନ ପିଲେ, ମାନେ ସେ ଯଦି ଏଭଳିଆ ବ୍ୟବହାର କରୁଛି ତାକୁ ଏମିତି କରିବା ଠିକ୍ କଥା ନୁହେଁ ହେଲା। ତ ସମସ୍ତଙ୍କର ସମାନ ଅଧିକାର ଅଛି ସ୍ୱାଧୀନତା ଭାବେ ଜୀବନ ନିର୍ବାହ କରିବା ପାଇଁ। କିନ୍ନର ସମାଜର ଉପସ୍ଥିତିରେ ବିଜୟ ତାକୁ ବିବାହ କରିଛି। ଶଙ୍କା ସିନ୍ଦୁର ପିନ୍ଧାଇ ସ୍ତ୍ରୀ ମର୍ଯ୍ୟାଦା ଦେଇଛି। ଅଜଣା ଝଡ଼ରେ ଭାଙ୍ଗି ପଡ଼ିଥିବା ଗୋଟିଏ ସଂସାରକୁ ପୁଣି ଥରେ ସଜାଡ଼ି ଦେଇଛନ୍ତି ଋତୁ। ସିଏ ମା ସିନା ହୋଇପାରିନି, କିନ୍ତୁ ବିଜୟର ପରିବାର ମଧ୍ୟ ଅତି ଉଲ୍ଲାସର ସହ ତାକୁ ଆଦରି ନେଇଛନ୍ତି ହେଲା। ତ ପରବର୍ତ୍ତୀ ସମୟରେ ମାନେ ତାଙ୍କ ପରିବାର ମଧ୍ୟ ସମସ୍ତେ ବୁଝି ସାରିଲେଣି, ତାପରେ ତାଙ୍କୁ ଆଦର କରି ମଧ୍ୟ ନେଇଛନ୍ତି ହେଲା। ତ ଘଟଣାକ୍ରମେ ଋତୁର ପିତା ନବୀନ ବାବୁଙ୍କ ସହ ନିଗମ ତା ମା ସୁନିତାର ସାକ୍ଷାତ ହୋଇଛି। ନବୀନ ବାବୁ ନିଗମକୁ ଖୁବ୍ ଆଦର କରିଛନ୍ତି ହେଲା। ତାର ପ୍ରତିବନ୍ଧତାକୁ ପ୍ରଶଂସା ମଧ୍ୟ କରିଛନ୍ତି। ତ ପରବର୍ତ୍ତୀ ଆଉ କ'ଣ ରହିଛି ଦେଖିବା, ଆଉ ଟିକେ ରହିଲା। ତ ଏଇପରି ଦେଖନ୍ତୁ, ଏଇପରିକି ତା ନାମରେ ତାଙ୍କର ସମସ୍ତ ସମ୍ପତ୍ତି ଭଇଲ କରିଦେଇଛନ୍ତି ହେଲା। ନେକ୍ସଟ ଦେଖନ୍ତୁ, ନିଗମର ପ୍ରେମ ସମ୍ପର୍କରେ ଗଢ଼ି ଉଠିଛି। ବିଜୟଙ୍କର ଝିଅ ସୋନୁ ସହିତ ଦୁହେଁ ଦୁହିଁଙ୍କୁ ଅତି ନିବିଡ଼ ଭାବରେ ଭଲ ପାଆନ୍ତି। ଉଭୟଙ୍କର ପ୍ରତିଭାକୁ ସମ୍ମାନ ଦିଅନ୍ତି, କିନ୍ତୁ ଉଭୟଙ୍କର ମଧ୍ୟରେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛନ୍ତି ବିଜୟ। ତ ପରିଶେଷରେ ନାନା ଦ୍ୱନ୍ଦ୍ୱ ଓ ସଂଘର୍ଷ ସତ୍ତ୍ୱେ ଦୁହିଁଙ୍କର ମିଳନ ହୋଇଛି। ତ କ'ଣ ହେଇଛି, ପରବର୍ତ୍ତୀ ସମସ୍ତେ ନିଜ ନିଜର ଭୁଲ ବୁଝିପାରିଛନ୍ତି ଏବଂ ଏକ ମିଳନ୍ତାଙ୍କ ପରିବେଶରେ ନାଟକର ପରିସମାପ୍ତି ମଧ୍ୟ ଘଟିଛି ପିଲାମାନେ, ପରିସମାପ୍ତି ଘଟିଛି। ଏଥିରେ ମୁଖ୍ୟ ଚରିତ୍ର ହେଉଛନ୍ତି ଋତୁ ଏବଂ ବିଜୟ, ତାଙ୍କ ବାପା ଏବଂ ତାଙ୍କ ଯିଏକି କହିପାରିବା ଋତୁରାଣୀ ହେଲା। ତ ତାଙ୍କୁ କେନ୍ଦ୍ର କରି ଅନ୍ୟ ଚରିତ୍ର ଓ ଘଟଣାମାନଙ୍କର ପରିକଳ୍ପନା। ଏହା ସନ୍ଦେଶମୂଳକ ନାଟକ। ସାମ୍ପ୍ରତିକ ସମାଜରେ ସମସ୍ୟାକୁ ଦେଖାଇ ଦେବା ସହିତ ସମାଧାନର ସୂତ୍ରଟିଏ ମଧ୍ୟ ନାଟ୍ୟକାର ଦେଇଛନ୍ତି ବହୁତ ସୁନ୍ଦର ଭାବରେ। ତ ଦେଖନ୍ତୁ, ଏକ ଆବେଗିକ ଏବଂ ନାନ୍ଦନିକ ଭାବଜନତାର ଅପୂର୍ବ ସମନ୍ୱୟ ଏଥିରେ ପରିଲକ୍ଷିତ। ନାଟ୍ୟକାର ଆଖ୍ୟାନ ଶୈଳୀ ଏଠି ସାବଲୀଳ ଭାଷା ସମୟରେ ଆବେଗ ସମ୍ପିତ ଓ ଖୁବ୍ ସରଳ। ଏଥିରେ ଅତି ବୈଦିକ ତାର ଛାପ ନାହିଁ। ସେଥିପାଇଁ ଏହା ସହିତ ଦର୍ଶକଙ୍କର ହୃଦୟକୁ ମଧ୍ୟ ସଞ୍ଚରି ଯିବା। ନୂତନ ଚରିତ୍ର ଓ ପ୍ଲେଟ୍ ନିର୍ମାଣରେ ନାଟ୍ୟକାର ନାରାୟଣ ସାହୁ ସିଦ୍ଧହସ୍ତ। ତ ପ୍ରତିବାଦ ଓ ପ୍ରତିବନ୍ଧତାର ସ୍ୱର ତାଙ୍କ ନାଟକରୁ ବାରି ହୋଇ ପଡ଼େ ହେଲା। ତ ପ୍ରଶ୍ନ ଆଶ୍ର ଖୋଜି ବୁଲୁଥିବା ଈଶ୍ୱର, କାହାଣୀ ସବାଶେଷ ଲୋକର। ତ ଏତିକି ଥିଲା ତାଙ୍କର ଯେଉଁ ନାଟକଟି, ବହୁତ ସୁନ୍ଦର ଭାବରେ ଆଲୋଚନା କରୁଛନ୍ତି ହେଲା। ଆଉ ଟିକେ ଏଇଟା ତାଙ୍କର ମାନେ କନକ୍ଲୁଜନ ଲେଖିଦେବେ, ଯାହା ହେଉଛି ସୁବର୍ଣ୍ଣ ସକାଳ ପୁନଶ୍ଚ। ଏଇଟା ଆପଣ ଟିକେ ଦେଖିଦେବେ ହେଲା। ଏତିକି ହିଁ ଆପଣ ଲେଖିବେ, ତାର ଲଙ୍ଗ କ୍ୱେଶ୍ଚନ୍। ତ ଆଜି ପାଇଁ ଏତିକି ଥାଉ। ଆପଣଙ୍କର ବହୁତ ଭିଡ଼ିଓ ମଧ୍ୟ ଲଙ୍ଗ ହେଇସାରିଲାନି। ଆପଣଙ୍କୁ କିଛି ମାତ୍ରାରେ ଭିଡ଼ିଓ ହେଲ୍ପଫୁଲ୍ ହେଇପାରୁଥିବ। ଆଗକୁ ଏକ୍ଜାମ୍ ଅଛି, ନିହାତି ଭାବରେ এই କ୍ୱେଶ୍ଚନ୍ ଟିକେ ବାରମ୍ବାର ପ୍ରାକ୍ଟିସ୍ କରିବେ, ଆସିବ ଆପଣଙ୍କର। ରହିଲି, ଧନ୍ୟବାଦ। ଏହାର PDF ପାଇପାରିବେ ତାହେଲେ ସମସ୍ତେ ଟେଲିଗ୍ରାମରେ ଜଏନ୍ ହେଇଯିବ। ଟେଲିଗ୍ରାମ ମୋର ଡେସ୍କ୍ରିପ୍ସନ୍ ତଳେ ଲିଙ୍କ୍ ରହିବ, ବୁଝିପାରିଲେ? ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଅଛି, ଟେଲିଗ୍ରାମରେ ଜଏନ୍ ହେଇଯିବେ।